ଆମର ଗତକାଲି ଦିଲ୍ଲୀରେ ପିଏମ୍ଶ୍ରୀ ଯୋଜନା ଲାଗୁ ହେବା ପାଇଁ MOU ସ୍ୱାକ୍ଷର ହୋଇଛି। ଓଡ଼ିଶାରେ ପିଏମ୍ଶ୍ରୀ ଯୋଜନା ଲାଗୁ ହେବ। ନିଶ୍ଚୟ ଯଦି ପିଏମ୍ଶ୍ରୀ ଯୋଜନା ଲାଗୁ ହେବ ତ ଶିକ୍ଷାର ବିକାଶ ହେବ। ଏଠି ଭିତ୍ତିଭୂମିର ବି ବିକାଶ ହେବ, ତା ସହିତ ଗୁଣାତ୍ମକ ଶିକ୍ଷା ବି ପିଲାମାନେ ପାଇପାରିବେ। ନିଶ୍ଚୟ ସବୁ ଶିକ୍ଷାର ସବୁ କ୍ଷେତ୍ରକୁ ଧ୍ୟାନ ଦିଆଯିବ। ତା ପାଇଁ ଆଜି କେନ୍ଦ୍ର ସରକାରଙ୍କର ପିଏମ୍ଶ୍ରୀ ଯୋଜନା ଯେଉଁଟାକି ଓଡ଼ିଶାରେ ଲାଗୁ ହେଉନଥିଲା, ବର୍ତ୍ତମାନ ଗତକାଲି 9 ତାରିଖରେ MOU ସ୍ୱାକ୍ଷର ହୋଇଛି। ଆଉ ଓଡ଼ିଶାରେ ଲାଗୁ ହେଲେ ସବୁ କ୍ଷେତ୍ରରେ ବିକାଶ ହେବ। ନିଶ୍ଚୟ କେନ୍ଦ୍ରର ଏ ଯୋଜନା ଥିଲା, ଯୋଜନା ଯେତେବେଳେ ଲାଗୁ ହେବ ନିଶ୍ଚୟ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ବିକାଶ ହେବ। ତାକୁ ଇଣ୍ଟେନ୍ସନାଲି ଗତ ଦିନରେ ଯେଉଁ ସରକାର ଥିଲା ସେ ଲାଗୁ କରୁନଥିଲା, ବର୍ତ୍ତମାନ ଲାଗୁ ହୋଇଛି। ଆର ଲାଭ ଓଡ଼ିଶାକୁ ମିଳିବ। ଧନ୍ୟବାଦ।